स्कूल पिलांक ପାଇଁ ଆସିଲା ବର୍ତ୍ତମାନର ବଡ଼ ସୂଚନା। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କଣ୍ଟିନ୍ୟୁ ଦେବେ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ। ଆସନ୍ତା 15 ତାରିଖରୁ ଆରମ୍ଭ ହେବ ପ୍ରାଥମିକ ସ୍କୁଲ ପିଲାଙ୍କ ସମିଟିଭ୍ ଆସେସମେଣ୍ଟ 2। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ପରୀକ୍ଷା ଦେବେ। ଏନେଇ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଅସେବା ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ଲିଖିତ ଜାରି ହୋଇଛି। 2ଟି ସିଫ୍ଟରେ ପରୀକ୍ଷା ହେବ। 20 ତାରିଖରେ ପରୀକ୍ଷା ଶେଷ ହେବ। ଏନେଇ ଶନିବାର ଅସେବା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି କରାଯାଇଛି। ସୂଚନାଯୋଗ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପରୀକ୍ଷା 1.5 ଘଣ୍ଟା ହେବ। ଅର୍ଥାତ୍ ପ୍ରଥମ ସିଫ୍ଟ ପରୀକ୍ଷା ସକାଳ 7ଟାରୁ 8:30 ଏବଂ ଦ୍ୱିତୀୟ ସିଫ୍ଟ ପରୀକ୍ଷା ସକାଳ 9ଟାରୁ 10:30 ପର୍ଯ୍ୟନ୍ତ ହେବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପ୍ରଥମ ସିଫ୍ଟ ପରୀକ୍ଷା ସକାଳ 7ଟାରୁ 9ଟା ଏବଂ ଦ୍ୱିତୀୟ ସିଫ୍ଟ ସକାଳ 9:30ରୁ 11:30 ପର୍ଯ୍ୟନ୍ତ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଚିତ୍ରାଙ୍କନ ପରୀକ୍ଷା 2 ଘଣ୍ଟା ହେବ ଆଉ ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ସାମାଜିକ ପାଠ 45 ମିନିଟ୍ ଏବଂ ବିଜ୍ଞାନ ପାଠ ମଧ୍ୟ 45 ମିନିଟ୍ ହେବ। 13 ଓ 14 ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ମୌଖିକ ପରୀକ୍ଷା କରାଯିବ ବୋଲି ଅସେବା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମୌଖିକ ପରୀକ୍ଷା ମାତୃଭାଷା, ପରିବେଶ, ସାମାଜିକ ପାଠ ଓ ବିଜ୍ଞାନ, ଗଣିତ ଏବଂ ଇଂରାଜୀ ପାଠ୍ୟକ୍ରମକୁ ନେଇ ହେବ। ସମିଟିଭ୍ ଆସେସମେଣ୍ଟ 2 ନେଇ ଅସେବା ପକ୍ଷରୁ ଏକ ଏସ୍ଓପି ଜାରି ହୋଇଛି। ଏହି ଏସ୍ଓପି ଆଧାରରେ ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ପରୀକ୍ଷା ପରିଚାଳନା କରିବେ। ଆଗକୁ ଏଭଳି ନୂଆ ନୂଆ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି କଣ୍ଟିନ୍ୟୁ ଦେବେ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ।